ଆସନ୍ତୁ ଶୁଣିବା ଛୋଟିଆ ଗଳ୍ପ ମିନି ଗଳ୍ପଟିଏ ନାଁ ହେଉଛି ସବୁ ନେଇଗଲା ଲଭଲି। ସବୁ ନେଇଗଲା ଲଭଲି। ସବୁ ସାର୍ମାନେ କଥା ହେଉଥିଲେ ସେଦିନ, ସବୁ ନେଇଗଲା ଲଭଲି, ସବୁ ପୋଛି ନେଇଗଲା ଲଭଲି। ଲଭଲି ଦଶମ ଶ୍ରେଣୀର ପିଲା। ବେଶୀ ଭଲ ନ ପଡ଼ିଲେ ବି ପଢ଼ା ତାର ମନ୍ଦ ନୁହେଁ। ଦେଖିବାକୁ ସୁନ୍ଦର ନହେଲେ ବି ଅସୁନ୍ଦର ନୁହେଁ। ହେଲେ କଥା ଠାଣି ବାଣି ଚାଲିଚଲଣି କି ସମ୍ମାନ ଦେବାରେ କୁଣ୍ଠିତ ନୁହେଁ। ସେଦିନ ଗୁରୁ ଦିବସ। ଚେୟାରରେ ବସାଇ ସବୁ ଗୁରୁମାଙ୍କର ପାଦକୁ ପିଢ଼ା ଉପରେ ଥୋଇ ଦେଇ ହଳଦୀ ଚୁଆ ଚନ୍ଦନ କର୍ପୂର ପାଣିରେ ଧୋଇଦେଲା। ନୂଆ ତଉଲିଆଟାରେ ଆଣି ପୋଛି ପକାଇଲା। ଉତ୍ତରୀୟ ଗୋଟିଏ କାନ୍ଧରେ ଥୋଇ କଲମରୁ ଗୋଟିଏ ଦେଇ ମଧାପାତି ପ୍ରଣାମ କଲା। କ'ଣଟା ଖରାପ କଲା କି ସେ? ନା ସତରେ ବହୁତ ସୁନ୍ଦର କଲା। ଭଲ କାମଟାଏ କଲା। ସବୁ ସାର୍ମାନଙ୍କଠାରୁ ଆଶୀର୍ବାଦ ପୋଛି ନେଇଗଲା। ସବୁ ସାର୍ମାନେ କୁହାକୁହି ହେଉଥିଲେ କଥା। ସାର୍ମାନଙ୍କ କଥା ମାନେ ସବୁ ସମୟରେ ହସ ଲାଖି ରହିଥାଏ ମୁହଁରେ ତାର। ତେଣୁ ତାପରେ ସମସ୍ତେ ପ୍ଲିଜ୍। ଏଇ ତ ଜୀବନ, ସଫଳ ଜୀବନ। ହସ ଖୁସି ଆନନ୍ଦ ଓ ସଫଳ ଜୀବନର ମନ୍ତ୍ର। ଏହା ହିଁ ତ ମଣିଷ ଜୀବନର ସଫଳତା ଓ ଉନ୍ନତି ଆଡ଼କୁ ସିଡ଼ିଟାଏ। ହଁ ମା ଲଭଲି, ତୁ ଭଲରେ ଥା, ଏମିତି ସବୁବେଳେ ହସୁଥା। ଭଲ ମଣିଷଟେ ହୋ, ଆଉ ସମସ୍ତଙ୍କ ହସ ଆନନ୍ଦ ସୁଖ ଓ ଆଶୀର୍ବାଦ ଏମିତି ସାଉଁଟୁଥା। ମନେ ମନେ ଗୁଣଗୁଣ ହୋଇ କହୁଥିଲେ ସବୁ ସାର୍ମାନେ। ଏଇ ତ ମଣିଷ, ସାର୍ଥକ ମଣିଷ। ଏଇ ତ ସଂସାର, ଆଉ ସଫଳ ସଂସାର ଓ ସଫଳ ଜୀବନ ରହସ୍ୟ ଓ ମୂଳମନ୍ତ୍ର। କେମିତି ଲାଗିଲା ଏ ମିନି ଗଳ୍ପ ଆପଣଙ୍କୁ? ଗୁରୁ ଦିବସ ପାଇଁ ଗୁରୁମାନଙ୍କ ସେବାରେ ଛାତ୍ରଟିଏ ବା ଛାତ୍ରୀଟିଏ ଆସିଲେ ବା ସେବା ବା ସାର୍ଙ୍କ ପାଇଁ କିଛି ସେବା ଦେବା। କେମିତି ଲାଗିଲା ଆପଣଙ୍କୁ ଇଏ ଗଳ୍ପଟି? ଆପଣ ଜଣାଇବେ। ଏଠି ରହୁଛି। ସମସ୍ତଙ୍କୁ ପ୍ରଣାମ।